ଗ୍ରୀଷ୍ମର ପ୍ରଚଣ୍ଡ ତାତିରେ ଜନଜୀବନ ଅସ୍ତବ୍ୟସ୍ତ। ପଥଚାରୀଠାରୁ ଆରମ୍ଭ କରି ସାଧାରଣ ଜନତା ଏନେଇ କଲବଲ ହେଉଥିବା ବେଳେ ସେମାନଙ୍କ ତୃଷ୍ଣା ମେଣ୍ଟାଇବାକୁ ଉଦ୍ୟମ କରିଛି ଟମକା ପୋଲିସ। ଏନେଇ ପୋଲିସ ତରଫରୁ ଟମକା ଛକରେ ଶନିବାର ଏକ ଜଳଛତ୍ରର ଶୁଭ ଉଦ୍ଘାଟନ କରାଯାଇଛି। କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁପ୍ରସନ୍ନ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଏହାର ଶୁଭ ଉଦ୍ଘାଟନ କରି ନିଜ ହାତରେ ଜନସାଧାରଣଙ୍କୁ ଦହି ସରବତ ବଣ୍ଟନ କରିଛନ୍ତି। ଏହି ଅବସରରେ ଦେଉଳକୋଣ ପଞ୍ଚାୟତ ସରପଞ୍ଚ ବିଜୟ କୁମାର ଜେନା, ଯୁବ ସମାଜସେବୀ ସୌମ୍ୟରଞ୍ଜନ ମହାପାତ୍ର, ଟମକା ଥାନା ଅଧିକାରିଣୀ ଇନ୍ସପେକ୍ଟର ବିନତି ଦାସ, ଏଏସ୍ଆଇ ଦୀପ୍ତିଶେଖର ଦାସ, ଅମିତା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଦହି ସରବତ ବଣ୍ଟନ କରିଥିଲେ। ଟମକା ଥାନା ତରଫରୁ ହାବିଲଦାର ଶରତ ଜେନା, ରାଇଟର ମହେନ୍ଦ୍ର ତିଉ, କନେଷ୍ଟବଳ ରାଜେଶ ବଳ, ମଳୟ କୁମାର ପ୍ରଧାନ, ଶରତ ଚନ୍ଦ୍ର ଦ୍ୱିବେଦୀ, ବାସନ୍ତୀ ସାମାଟ, ସରସ୍ୱତୀ ହାଇବ୍ରୁ, କାର୍ତ୍ତିକ ମଲ୍ଲିକ, ଗୃହରକ୍ଷୀ ହେମଲତା ମହାନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଟମକାରୁ ଅବତାର ଅଲିଙ୍କ ରିପୋର୍ଟ, ମହାଗେରୀ ନ୍ୟୁଜ୍।